दर्शक बंधु आज आम आसी पहुंचीचे बालेश्वर जिला बाहानगा रेल स्टेशन रे आपणकर मन थी गत वर्ष जून 2 तारिख संध्यार जो भयावह दुर्घटना घटी से शह शह लोकंर जीवन जाइथिला बहुत लोक निखोज होते से जो दुखदायक घटना घटी आम आसीचु आपण को देखा तार कारण नुहे आम देखा चाहूँ बर्तमान तार अवस्था केमिति अछि लोकंर मत कौन कौन से विषय कहते कौन अनुभूति थिला से विषय आम पचारि तेबे आसतु जिबा। दर्शक बंधु ये सही स्थान जो स्थान रु ट्रेन टी लाइन विच्युत होइतिला। दर्शक बंधु ये सही स्थान जोटी कह जाउची यांत्रिक व्यवस्था फेल मारिवरु दुर्घटना घटितिला। दर्शक बंधु आम बर्तमान अच्छे जो रेलवे चेकगेट अच्छी बाहनगा रेलवे चेकगेट जो दुर्घटना घटी से निकटर अवस्थित जे बासिंदा अच्छा से जड़े वयस्क ब्राह्मण तांको पचारि बुझा से विषय कौन कहते आज्ञा आप परिचय। जय जगन्नाथ मो ना भागवत प्रसाद रथ रेल लाइन पाखरे घर रही तो से दिन जो 2/6/2023 तारीख ओबियसली सबुदिन से गोटे रेल तख्ता पड़े थाए मुझे मोर जन बंधु निरंजन षडंगी आम ओबियसली सबुदिन हेटी बसु किंतु करमंडल टाइम होता है करमंडल एक नंबर को सिग्नाल है एक नंबर रे जीव ठीक अच्छे गाड़ीटा पास कर जाऊ यही चिंताधारा आम से आउ टे बसी पड़ू आसला मालगाड़ी टी आसला मालगाड़ी आसिकी एक नंबर को गला तो पछ डबा भी चलीगला किंतु गाड़ी टी आसला बेग पाखापाखि 125 ରୁ 30 भितर थिला आसिकी जेहेतु ट्रैक टा चेंज होनी सीधा किंतु थ्रो 2 नंबर रे सीधा गला मालगाड़ी पर चढ़ीदेला। दर्शक बंधु वर्णना कर दुख दृश्य मुझे जो गली धीरे धीरे बहुत सारा शब मोर सम्मान जड़े हाथ में आड़े आड़े फोन टे धरती जुआर होपर आड़े दूची गोड़ कड़े पकाउची क्या डेईकी पकाउची एमती उपाय किसी पाइल स्टेशन गली केते हाई प्रोफाइल लोक केते इंपोर्टेंट लाइफ चलीगला मो हाथ में टेकुची मो जो टेकी होची भाग पूरी बांती कर खाली कंचा रक्त आप धैर्य देखिपारे परिवार जड़े लोक मरे आप 10 दिन काटुंट ओडिशा बंधु मले आप 2 दिन 3 घंटा भी कांदुंट किंतु हजार हजार लोक जो मरी जो चित्कार कर धैर्य नहीं।
ତେବେ ଏ ବିଷୟରେ ଆଉ କଣ କହିବାକୁ ଚାହୁଁଛନ୍ତି? ଏ ବିଷୟରେ ଆଉ ମୋର ଗୋଟିଏ ଚିନ୍ତାଧାରା, ତାକୁ ତ କେହି ସହଜରେ ଗ୍ରହଣ କରିବେନି। ଏଇ ଗେଟ୍ ଉପରେ ଗୋଟେ ବହୁ ପୁରାତନ ତେନ୍ତୁଳି ଗଛ ଥିଲା। ଅବଶ୍ୟ ତାକୁ ଦେବବୃକ୍ଷ ବି କୁହାଯିବ, ଭୂତ ବୃକ୍ଷ ବି କୁହାଯିବ, ପ୍ରେତ ବୃକ୍ଷ ବି କୁହାଯିବ। ଆଚ୍ଛା, ଯୋଉମାନେ ମରିଯାଆନ୍ତି ଅପ୍ରାପ୍ତ ବୟସ୍କ ଲୋକ, ସେମାନଙ୍କର ଆତ୍ମାଟା କେବେ ପୁନର୍ଜନ୍ମ ହୁଏ ନାହିଁ ସାଙ୍ଗେ ସାଙ୍ଗେ। ତାଙ୍କର ଯେତେ ଦିନ ବଞ୍ଚିବା କଥା ସେ ସେଇ ମାନେ ଭୂତ ହେଇକି ହିଁ ରହିବେ ବା ସ୍ପିରିଟ ହେଇକି ରହିବେ। ସେ ସ୍ପିରିଟ ମାନଙ୍କର ଆଶ୍ରୟ କଣ ଏତେ କିଛି ନାହିଁ। ଗୋଟେ ବହୁ ପୁରାତନ ବଡ ଦୁର୍ମଟ ଥିଲା। ତାକୁ ରେଲୱେ ଡିପାର୍ଟମେଣ୍ଟ କଣ ଅସୁବିଧା ହେଲା ତାଙ୍କର, ସିଏ ଜାଣିଛନ୍ତି। ତାକୁ କାଟିବାର ଯୋଜନା କଲେ, କାହାକୁ ଗୋଟେ ଲିଜ୍ ଦେଲେ। ତା ପୂର୍ବରୁ ଆମେ ଏଠି ଲୋକାଲରେ ଥିବା କୌଣସି ବୟସ୍କ ଲୋକକୁ ଡାକିବା, ଗୋଟେ ତାଙ୍କୁ ଗୋଟେ ଶୁଣିବା, କଣ ତାର ଭଲ ମନ୍ଦ କାଟିବ ନା କାଟିବନି ନ କରିକି ସିଧାସଳଖ ପ୍ରଶାସନିକ କ୍ଷମତାରେ ତା କାଟିଦେଲେ। ସେ କାଟିବା ଭିତରେ ତ ଗଛ ଯେତେବେଳେ ଭୂମିଷ୍ଠ ହଉଛି, ଠିଆ ହେଇଥିବା ଲୋକ ଟିକେ ସେନ୍ସ ହରେଇଛନ୍ତି ଏବଂ ସେମାନଙ୍କୁ ମୁଁ ହସ୍ପିଟାଲ ନେଇକି ଟ୍ରିଟମେଣ୍ଟ କରିଛି ଇତ୍ୟାଦି। ତ ସେ ଭୟଙ୍କର ଦୃଶ୍ୟ କେବେ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି କେବେ କୋଉଠି ନ ଦିଅନ୍ତୁ, ସେ ଦୁଃଖ କାହାକୁ ନ ହଉ। ମାନେ ମା ପାଖରୁ ଛୁଆ ଚାଲି ଯାଉଛି, ଛୁଆ କୁ ଧରିଛି, ଛୁଆ ମରିଯାଇଛି, ମା କାନ୍ଦୁଛି, ବାପ ସର୍ବହରା ହେଇଯାଇଛି। ଦର୍ଶକ ବନ୍ଧୁ, ଆମେ ଆଉ ଜଣେ ସ୍ଥାନୀୟ ବାସିନ୍ଦାକୁ ଭେଟିବା। ସେ ଜଣେ ବ୍ୟବସାୟୀ, କଣ କହୁଛନ୍ତି ଏ ବିଷୟରେ। ଆପଣଙ୍କ ପରିଚୟଟା ଦିଅନ୍ତୁ। ମୋ ନାଁ ମହେଶ କୁମାର ଗୁପ୍ତା, ବାହାନଗା। ଏଇ ଯୋଉ ଦୁର୍ଘଟଣା ହେଇଥିଲା ତାର କଣ ସବୁ କାରଣ, କଣ ଅନୁଭୂତି, ସେ ବିଷୟରେ ଟିକେ କୁହନ୍ତୁ। ଦେଖନ୍ତୁ, ଆମେ ତ ଏମିତି ଦୁର୍ଘଟଣା କେବେ ଦେଖିନଥିଲୁ। ସେଦିନ ପ୍ରଥମେ ଯେତେବେଳେ ଦୁର୍ଘଟଣା ହେଲା, ହୁଏତ ତାର ଯାନ୍ତ୍ରିକ ତ୍ରୁଟି ବି ହେଇପାରେ, ବା ଏଠି ବି ବିଭିନ୍ନ ଲୋକ ଏଇ ଯୋଉ ତେନ୍ତୁଳି ଗଛ ଯୋଉ କଟା ହେଲା ସେ ବିଷୟରେ ମଧ୍ୟ ଚର୍ଚ୍ଚା କରୁଛନ୍ତି। ତେଣୁ କୋଉଟା ବିଷୟ କହିପାରିବାନି, ଯୋଉଟା ଆମେ ତ ଜାଣିନାହୁଁ ସେ ବିଷୟରେ କିଛି। କିନ୍ତୁ କହୁଛନ୍ତି ଯେ ଗୁରୁବାର ଦିନ ତେନ୍ତୁଳି ଗଛଟି କଟା ହେଲା ଏବଂ ତାର 24 ଘଣ୍ଟା ନ ପୂର୍ବରୁ ଶୁକ୍ରବାର ଦିନ ଆକ୍ସିଡେଣ୍ଟ ହେଲା। ତେଣୁ ହୁଏତ ସେଠି ବି କେହି ଦେବ ବା ଭୂତ ପ୍ରେତ ହେନ୍ କେହି ବାସ କରୁଥିବେ, ଯୋଉ ତାଙ୍କରି ଇଏରେ ବି ହେଇପାରେ, ଆଉ କିମ୍ବା ଆପଣଙ୍କର କୌଣସି ଯାନ୍ତ୍ରିକ ତ୍ରୁଟିରେ ବି ହେଇପାରେ। ସେଟା ତ ଆକ୍ଚୁଆଲି ଉପର ବାଲା ହିଁ କହିପାରିବ, ଆମେ ତ କହିପାରିବୁ। ଯାନ୍ତ୍ରିକ ତ୍ରୁଟି ହଉ କିମ୍ବା ତେନ୍ତୁଳି ଗଛ ହଉ, ତେନ୍ତୁଳି ଗଛରେ ତ ଆଜି ବିଭିନ୍ନ ପ୍ରକାର ଦେଖନ୍ତୁ, ଆଜିକାଲି ତ ଆମେ ମାନୁନେ ଭୂତ ପ୍ରେତ ନା, ଆଗରୁ ତ ବହୁତ ଭୂତ ପ୍ରେତ ଠାକୁର ଦେବସ୍ଥାନ ଥିଲା। ତେଣୁ ସେଟା ବି ହେଇପାରେ। ତେଣୁ ସେଟା ବିଷୟରେ କଣ କେମିତି ଆମେ ଆଉ କହିପାରିବା ତ ନାହିଁ। ତଥାପି ଲୋକ ବହୁତ କିଛି ଗେସ୍ କରୁଛନ୍ତି ଯେ ସେଟା ତେନ୍ତୁଳି ଗଛରେ କିଛି ଦେବାଦେବୀ ବାସ କରୁଥିଲେ, ଯୋଉଥିପାଇଁ ଯୋଉଟା କାଟିଦେଲେ ତା ପରବର୍ତ୍ତୀ ଦିନ ଘଟଣାଟି ଘଟିଲା। ତେବେ ଦେଖିଲେ ଦର୍ଶକ ବନ୍ଧୁ, ନାନା ମୁନି ନାନା ମତ। ଯାହା ଏଠି ଯାହା ସ୍ଥାନୀୟ ବାସିନ୍ଦା କହୁଛନ୍ତି, ଯୋଉ ତେନ୍ତୁଳି ଗଛଟି ଥିଲା ସିଏ ମଧ୍ୟ ଦାୟୀ ହେଇପାରେ ତା ପାଇଁ। କାରଣ ଗଛ ଅଛି, ସେଥିରେ କିଛି ଭୂତ ପ୍ରେତ ଥାଇପାରନ୍ତି ବୋଲି ସେମାନେ ଯାହା ଆଶଙ୍କା କରୁଛନ୍ତି। ଆମର ଉଦ୍ଦେଶ୍ୟ ଥିଲା ଆପଣଙ୍କୁ ସେଇ ତଥ୍ୟ ନେଇକି ସାମ୍ନାରେ ଥୋଇବା। ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ ସେଟା ଆପଣଙ୍କ ଉପରେ ନିର୍ଭର। ଆମେ କହିବୁନି ଆପଣ ବିଶ୍ୱାସ କରନ୍ତୁ, ବା ଆମେ ଅବିଶ୍ୱାସ କରିବା ସପକ୍ଷରେ ବି ନାହୁଁ। ଯାହା ଲୋକଙ୍କ ମତ ଲୋକ କହିବେ, ତାହା ହିଁ ଆମରି ମତ। ଜିତେନ୍ଦ୍ର ମହାନ୍ତି, ଓଡ଼ିଶା ନ୍ୟୁଜ୍ 24.com।